ରାମ ନାରାୟଣ ରାମ। ଆମ ମନରେ ଏଜି ପର୍ଯ୍ୟନ୍ତ ମାନବତାର ଭାବନା ଜାଗୃତ ହୋଇନାହିଁ। ମାନବତାର ଭାବନା ତାହାବେଳେ ଜନ୍ମ ନେଉଥାଏ ଯେତେବେଳେ ସମସ୍ତ ପ୍ରାଣୀମାନଙ୍କ ମଧ୍ୟରେ ଏକତା ସୃଷ୍ଟି ହୋଇ ଯଦି ଆମର ଦୁଇ କଠି ଜମିକୁ ଏହି ପୃଥିବୀର ବାକି ଜମି ସହିତ ମିଶାଇ ଦିଆଯାଏ, ତାହେଲେ ଏହି ପୃଥିବୀ ଏକ ଘରର ପରି ହୋଇଯିବ। ପୃଥିବୀକୁ ବିଭାଜନ କରାଯାଇପାରେ ନାହିଁ। ସେପରି ନୀତିକୁ ମଧ୍ୟ ବାଣ୍ଟି ପାରାଯାଇପାରିବ ନାହିଁ। ଯେଉଁ ବିଭାଗ ହୋଇଛି ସେଗୁଡ଼ିକ କେବଳ କାଗଜରେ ଲେଖାଯାଇଛି। କାଗଜ ଏବଂ କଲମ ଏହି ଅଟକଟା ଅବସ୍ଥା ସୃଷ୍ଟି କରିଛି। ସେହି ଦିନ କେବେ ଆସିବ ଜାଣିନାହିଁ, ଯେତେବେଳେ ସମସ୍ତ ପୃଥିବୀ ଏକ ହେବ ଏବଂ ଏକ ଦେଶ ହେବ। ଆମେ ଯେଉଁ କାମ କରିବୁ ଏକ ସେବକ ଭାବେ କରିବା ଉଚିତ। ଯେତେବେଳେ ଏହି ଭାବନା ଜାଗୃତ ହେବ, ତେବେ କୌଣସି କାମରେ ସନ୍ଦେହ ରହିବ ନାହିଁ। ଏହି ପୃଥିବୀର କୌଣସି ସ୍ଥାନରେ ଗଛ ଲଗାଇଲେ ମଧ୍ୟ ଏହି ଭାବ ହେବ ଯେ ଏହା ନିଜର ଜମିରେ ଲଗାଇଛି। ଦେଶଭକ୍ତି, ଏକତା ଏବଂ ଆତ୍ମଜ୍ଞାନ ନଥିଲେ ଏପରି ହୋଇନଥାଏ। ଆମର ଭାବନା ଏକ ସଂକୀର୍ଣ୍ଣ ଚିନ୍ତାଧାରାରେ ଅଟକି ରହିଛି। କେବଳ ବଡ଼ ବଡ଼ କଥା କହିଲେ କାମ ହେବ ନାହିଁ। କାମ କରିବା ଉଚିତ କାର୍ଯ୍ୟ କିଛି ହୋଇନାହିଁ, କିନ୍ତୁ ସତ୍ତା, ପଦ ଏବଂ ଦଳର ଲାଭ ପାଇଁ ସବୁ କିଛି ନଷ୍ଟ ହୋଇଯାଉଛି। ଯଦି ଆମର ଉଦାର ଭାବନାରେ ବିଶ୍ୱର ମଙ୍ଗଳ ଭାବନା ଅନ୍ତର୍ଭୁକ୍ତ ହୁଏ, ତାହେଲେ ବହୁତ କିଛି ସହଜ ହୋଇପାରେ।